ଭାବନ୍ତୁ, ଏକ ଦେଶରେ ସରକାର ସୋସିଆଲ ମିଡ଼ିଆ ବ୍ୟାନ୍ କରୁଛି, କିନ୍ତୁ ଥାଉଜେଣ୍ଡସ୍ ଜେନ୍ ଜେଡ୍ ୟୁଥ୍ ଷ୍ଟ୍ରିଟ୍ରେ ରେଭଲ୍ୟୁସନ୍ କରୁଛନ୍ତି। ହଁ, ଏହି କାହାଣୀ ହେଉଛି ନେପାଳ ଜେନ୍ ଜେଡ୍ ଅପରାଇଜିଂର, ଯାହା ହିଷ୍ଟୋରୀ କ୍ରିଏଟ୍ କରୁଛି। କାଠମାଣ୍ଡୁର ଏକ ଛୋଟ କଫି ସପ୍ରେ 19 ବର୍ଷର ଆଶିଷ ଓ 20 ବର୍ଷର ମନୀଷା ବସିଥିଲେ। ସେମାନଙ୍କ ପାଇଁ ଫୋନ୍ ହେଉଛି ସବୁକିଛି। ଇନଷ୍ଟାଗ୍ରାମ, ଟିକଟକ୍, ୟୁଟ୍ୟୁବ୍, ଏହାରେ ସେମାନଙ୍କର ସ୍ୱପ୍ନ, ଶିକ୍ଷା ଓ କାମ। ହଠାତ୍ ସରକାର ଘୋଷଣା କଲା, ଯଦି ସୋସିଆଲ ମିଡ଼ିଆ କମ୍ପାନୀମାନେ ପଞ୍ଜୀକରଣ ନ କରନ୍ତି, ସେମାନଙ୍କୁ ଦେଶରେ ବନ୍ଦ କରାଯିବ। ମନୀଷା କହିଲା, ଆମର କଥା କହିବାର ଅଧିକାରକୁ କିପରି କାଟିଦେବେ? ସୋସିଆଲ ମିଡ଼ିଆ ହେଉଛି କେବଳ ମଜା ପାଇଁ ନୁହେଁ, ଏହା ହେଉଛି ଆମର ଭବିଷ୍ୟତ, ଶିକ୍ଷା, କାମ ଓ ସତ୍ୟ କରିବାର ମଞ୍ଜି। ଆଶିଷ ମୁଣ୍ଡ ହଲାଇ କହିଲେ, ହଁ, ଅନଏମ୍ପ୍ଲୟମେଣ୍ଟ ବେଶୀ। ନେତାଙ୍କ ପିଲାମାନେ ତ ନେପୋ କିଡ୍ସ, ଫରେନ୍ ଟ୍ରିପ୍ସ, ବଡ଼ ବଡ଼ କାର୍ ଅଛି, ତ ଆମେ କ'ଣ? ଆମର ସଂଘର୍ଷ? ଏବେ ଯଦି ସ୍ୱରକୁ ମଧ୍ୟ ବନ୍ଦ କରିଦିଅନ୍ତି, ଆମର ଭବିଷ୍ୟତ କେମିତି କ'ଣ ହେବ? ସେଇ ରାତିରେ ହ୍ୱାଟ୍ସଆପ୍ ଗ୍ରୁପରେ ଏକ ମେସେଜ୍ ଆସିଲା, ସମସ୍ତେ ଆସ ବସନ୍ତପୁର ଚତ୍ୱରରେ ଏକତ୍ର ହେବା। ଏହା କେବଳ ସୋସିଆଲ ମିଡ଼ିଆ ପାଇଁ ନୁହେଁ, ଏହା ଆମର ସ୍ୱାଧୀନତା ପାଇଁ। ପରଦିନ ସକାଳୁ ହଜାର ହଜାର ଯୁବ ଯୁବତୀ, ଛାତ୍ରଛାତ୍ରୀ ନିର୍ବାଚକ ୟୁଥ୍ ଫ୍ଲାସ୍ କାର୍ଡ ଓ ମୋବାଇଲ ଲାଇଟ୍ ସହିତ ରାସ୍ତାରେ ରୁଣ୍ଡ ହେଲେ। ସ୍ଲୋଗାନ ଗୁଞ୍ଜିଲେ, ଆମର କଥା ଆମେ କହିବୁ, ନେପାଳର ଫ୍ୟୁଚର, ନେପାଳର ଜେନ୍ ଜେଡ୍, ଷ୍ଟପ୍ ନେପାଳ କିଡ୍ସ କଲଚର। ସରକାର ବନାମ ଯୁବକ। ପୋଲିସ ବାରିକେଡ୍ ଲଗାଇଲା, ଟିୟାର ଗ୍ୟାସ୍ ଛାଡ଼ିଲା, ଲାଠି ଚାର୍ଜ କଲା, କିନ୍ତୁ ଯୁବପିଢ଼ି ପଛକୁ ହଟିଲେନି। କେହି ଗିଟାର ବଜାଇ, କେହି ଗିଟାର ନେଇ ସ୍ୱାଧୀନତାର ଗୀତ ଗାଇଲେ। ଏହି ଲାଇଭ୍ ଷ୍ଟ୍ରିମ୍ କରି ସାରା ବିଶ୍ୱକୁ ପ୍ରୋଟେଷ୍ଟ ଦେଖାଇଲେ। ଧୂଆଁ, ଅସ୍ତବ୍ୟସ୍ତ, କିନ୍ତୁ ସ୍ଲୋଗାନ୍ସ ଆହୁରି ଲାଉଡ୍ କରିଲେ, ତୁମେ ସୋସିଆଲ ମିଡ଼ିଆ ବନ୍ଦ କର, କିନ୍ତୁ ଆମେ ଷ୍ଟ୍ରିଟ୍ରେ ଭଏସ୍ ଉଠାଇବୁ। ବସନ୍ତପୁରରୁ ପୋଖରା, ବିରାଟନଗର, ଝାପା ପର୍ଯ୍ୟନ୍ତ ସବୁଠି ୟୁଥ୍ ପ୍ରୋଟେଷ୍ଟ କର୍ଫ୍ୟୁ ହେଲା। କିନ୍ତୁ ଯୁବପିଢ଼ି ଥାଉଜେଣ୍ଡସ୍ରୁ ଅଧିକ ରାସ୍ତାରେ ରୁଣ୍ଡ ହେଲେ। ଇଣ୍ଟରନ୍ୟାସନାଲ ମିଡ଼ିଆ ହେଡଲାଇନ୍ସ, ଜେନ୍ ଜେଡ୍ ଅପରାଇଜିଂ ରକ୍ସ ନେପାଳ, ହ୍ୟାଶଟ୍ୟାଗ୍ ଟ୍ରେଣ୍ଡିଂ, ହ୍ୟାଶଟ୍ୟାଗ୍ ନେପାଳ ଜେନ୍ ଜେଡ୍, ହ୍ୟାଶଟ୍ୟାଗ୍ ଭଏସ୍ ଫ୍ୟୁଚର। 10 ଦିନ ପ୍ରୋଟେଷ୍ଟ ପରେ ଲକ୍ଷେ ଯୁବକ ବସନ୍ତପୁର ସେକ୍ଟରରେ ସରକାର ଚାପରେ, ପୋଲିସ ଟାୟାର୍ଡ, କିନ୍ତୁ ୟୁଥ୍ ଷ୍ଟ୍ରଙ୍ଗର। ମନୀଷା ଆଶିଷକୁ କହିଲା, ଦେଖ, ଏହା କେବଳ ସୋସିଆଲ ମିଡ଼ିଆ ବ୍ୟାନ୍ ପାଇଁ ନୁହେଁ, କରପ୍ସନ୍, ଅନଏମ୍ପ୍ଲୟମେଣ୍ଟ, ନେପୋ କିଡ୍ସ, ପ୍ରିଭିଲେଜ୍ ଓ ନୂଆ ନେପାଳ ସ୍ୱପ୍ନ ପାଇଁ ଆମେ ଷ୍ଟୋରୀ କ୍ରିଏଟ୍ କରୁଛୁ। ସୂର୍ଯ୍ୟ ଉଦୟ ହେଉଥିଲା ବସନ୍ତପୁର ସେକ୍ଟରରେ, ଫ୍ଲାଗ ଫୁଲୁଥିଲା। ଜେନ୍ ଜେଡ୍ ୟୁଥ୍ ଗର୍ଜନ କଲେ, ଆମକୁ ଚୁପ୍ କରି ହେବ ନାହିଁ, ଆମେ ଫ୍ୟୁଚର, ଆମେ ରେଭଲ୍ୟୁସନ୍। ତ ସାଙ୍ଗମାନେ,
ଏହା କେବଳ ନେପାଳ ୟୁଥ୍ର ରେଭଲ୍ୟୁସନ୍ ନୁହଁ, ଏହା ସମସ୍ତ ଜେନ୍ ଜେଡ୍ ପିଢ଼ିର ସ୍ୱର। କାରଣ ସୋସିଆଲ ମିଡ଼ିଆ ବ୍ୟାନ୍ ହେଉ, କରପ୍ସନ୍ ବଢ଼ୁ, ନିର୍ବାଚକତା ବଢ଼ୁ, ଯୁବପିଢ଼ିର ଭଏସ୍ କେହି ଚୁପ୍ କରିପାରିବେ ନାହିଁ। ତୁମେ କ'ଣ ଭାବୁଛ? ନେପାଳ ଜେନ୍ ଜେଡ୍ ରିଭଲ୍ଟ ଇନ୍ସପିରେସନ୍ ଇଣ୍ଡିଆର ୟୁଥ୍ ପାଇଁ ମଧ୍ୟ ଲେସନ୍ କି? ତୁମର ମତ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର କରିଦିଅ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ସପୋର୍ଟ କର। ଥ୍ୟାଙ୍କ ୟୁ, ଧନ୍ୟବାଦ।